ଏ ହେଉଛି ଓଡ଼ିଶା ରାଜ୍ୟର ଗୋଟେ ସୌନ୍ଦର୍ଯ୍ୟମୟ ଜଙ୍ଗଲ। ଜଙ୍ଗଲରେ ଅନେକ ପଶୁଜନ୍ତୁ ରୁହନ୍ତି। ତାଙ୍କ ଭିତରୁ ବାଘ ଅନ୍ୟତମ। ଆଜି ସେଇ ବାଘ ବିଷୟରେ ଗୋଟେ ସୁନ୍ଦର ପ୍ରେମ କାହାଣୀଟିଏ ଶୁଣିବା। ବାଘଟିର ବୟସ ହେଇଯାଇଥାଏ ବିବାହ କରିବା ପାଇଁ। ସାରା ଜଙ୍ଗଲ ବୁଲି ଆସିଲାଣି, ହେଲେ ଗୋଟେ ବାଘୁଣୀଟିଏ ମିଳୁନାହିଁ ବିବାହ କରିବା ପାଇଁ। ଯୁଆଡ଼େ ଯାଏ ସବୁଆଡ଼େ ନିରାଶ ହେଇ ପୁଣି ଫେରିଆସେ। ଆଜି ପୁଣି ବାଘୁଣୀ ଦେଖିବା ପାଇଁ ପ୍ରତିଦିନ ଭଳି ବାଘଟି ସଜବାଜ ହେଇ ବାଘୁଣୀକି ଦେଖିବା ପାଇଁ ପାଖ ଜଙ୍ଗଲକୁ ପୁଣି ଚାଲି ଯାଇଥାଏ। ବାଘଟି ବାଘୁଣୀ ଘରେ ପହଞ୍ଚିଲା ପରେ ବାଘୁଣୀ ଝିଅର ବାପା କିଛିଟା ପ୍ରଶ୍ନ ପଚାରେ ବାଘକୁ। ମୋ ଝିଅକୁ ତୁ ବିବାହ କରିବୁ। ବିବାହ କରିବା ଆଗରୁ ମୋର ଗୋଟିଏ ପ୍ରଶ୍ନର ତୁ ଉତ୍ତର ଦେବୁ। ତୁ ଦିନକୁ କେତେଟା ଶିକାର କରିପାରୁ? ତୁ ପ୍ରତି ମାସରେ କେତେଟା ହରିଣ ଆଉ ମିରିଗ ମାରି ମୋ ଝିଅକୁ ଆଣି ଦେଇପାରିବୁ କହ। ବାଘଟି ତା ପ୍ରଶ୍ନର ଉତ୍ତର ତାକୁ ଦେଇପାରିଲା ନାହିଁ। ଶେଷରେ ବାଘୁଣୀର ବାପା ବାଘଟିକୁ ତା ଝିଅକୁ ଦେବା ପାଇଁ ମନା କରିଦେଲା। କାରଣ ବାଘଟି ଅଳସୁଆ ଥିଲା। ଆଉ ସେଇ ଜାଗାରୁ ପୁଣି ନିରାଶ ହେଇ ଫେରି ଆସିଲା। ସେଇଦିନ ବାଘଟି ତା ମନରେ ଭାରି କଷ୍ଟ ହେଇଥିଲା। ବାଘଟି ସେଇ ଜାଗାରୁ ଫେରି ଆସିବା ପରେ ଗୋଟେ ଗଛ ମୂଳେ ବସି ଜୋରସେ କାନ୍ଦିବାକୁ ଲାଗେ। ବାଘଟି ଏତେ ଜୋରେ କାନ୍ଦିବାରୁ ତା ଆଖିରୁ ଲୁହଝର ଖସି ପଡ଼ୁଥାଏ। ତା କାନ୍ଦ ସହି ନ ପାରି ଗୋଟେ କୁଆଁରୀ ହରିଣଟିଏ ତା ପାଖରେ ଆସି ଛିଡ଼ା ହେଇ ପଡ଼େ ଆଉ କୁହେ, କାହିଁକି କାନ୍ଦୁଛ ତୁମେ? ତୁମେ ତ ଗୋଟେ ମହାବଳ ବାଘ, ଆଉ ତୁମ ଆଖିରେ ପୁଣି ଲୁହ। କ'ଣ ହେଇଛି ତୁମର? ମୋତେ ଖୋଲି ଟିକେ କହିବ କି? ତାପରେ ବାଘଟି ଉତ୍ତର ଦିଏ, ମୋର ବିବାହ ପ୍ରସ୍ତାବ ଭାଙ୍ଗି ଯାଉଛି। ମୁଁ ଯେତେ ଥର ଆମ ଜାତି ଭାଇଙ୍କ ପାଖକୁ ପ୍ରସ୍ତାବ ନେଇ ଯାଇଛି, ସେତିକି ଥର ମୋ ବିବାହ ପ୍ରସ୍ତାବ ଭାଙ୍ଗି ଦେଉଛନ୍ତି। ତୁମେ ମନ ଖରାପ କର ନାହିଁ। ତୁମ ପ୍ରିୟତମା ଏଇ ଜଙ୍ଗଲ ଭିତରେ ମିଳିଯିବ। ଆଉ ତୁମେ ଲୁହ ଝରାଇଲେ ନା, ମୋ ଆଖିରୁ ଲୁହ ଝରି ଆସୁଛି। ଏତିକି କହି ହରିଣୀଟି ସେଇ ଜାଗାରୁ ଚାଲି ଯାଇଥାଏ। ଦିନେ କୁଆଁରୀ ହରିଣୀଟିକୁ ଦୁଇଟି ବିଲୁଆ ଜୀବନରୁ ମାରିଦେବା ପାଇଁ ତା ପଛରେ ପଡ଼ିଥାନ୍ତି। ତା ଜୀବନ ବଞ୍ଚାଇବା ପାଇଁ ସେ ଜୋରରେ ଦୌଡ଼ିବାକୁ ଲାଗିଥାଏ। ଆଉ ହଠାତ୍ ବାଘ ସାଥିରେ ତାର ଧକ୍କା ହେଇଯାଇଥାଏ। ବାଘଟିକୁ ବିଲୁଆମାନେ ଦେଖି ଡରରେ ସେ ଜାଗା ଛାଡ଼ି ପଳେଇ ଯାଆନ୍ତି। କୁଆଁରୀ ହରିଣୀର ତା ଦେହ ଛୁଆଁରେ ବାଘଟି ଦିବାନା ହେଇଯାଇଥାଏ ଆଉ ମନେ ମନେ ତାକୁ ଭଲ ପାଇ ବସିଲା। କୁଆଁରୀ ହରିଣୀଟି ବାଘକୁ କୁହେ, ତୁମ ପାଇଁ ଆଜି ମୋ ଜୀବନ ଫେରି ପାଇଲି। ମୁଁ ତୁମକୁ କେବେ ଭୁଲି ପାରିବିନି। ତାପରେ ବାଘଟି କୁହେ, ମୁଁ ବି ତୁମକୁ ଭୁଲି ପାରିବି ନାହିଁ। ହେଲେ କାହିଁକି? ମୁଁ ତ ତୁମର କିଛି ଉପକାର କରିନାହିଁ। ବାଘଟି ତା ମନ କଥା ସବୁ ଖୋଲି କହିଦେଲା। ତାପରେ କୁଆଁରୀ ହରିଣୀ ରାଗି ଯାଇଥାଏ ବାଘ ଉପରେ ଆଉ ରାଗିକି କୁହେ, ତୁମେ ମାଂସାହାରୀ, ଆମେ ଶାକାହାରୀ। ତୁମେ ମାଂସ ଖାଇ ଜୀବନ ବିତାଅ, ଆମେ ଘାସ ପତ୍ର ଖାଇ ଜୀବନ ବିତାଉ। ତୁମେ ବାଘ ଜାତି, ଆମେ ହରିଣ ଜାତି। ତୁମ ସହିତ ମୋ ବିବାହ ହେଇପାରିବ ନାହିଁ। ଆମ ଘରେ ମନା କରିବେ ସମସ୍ତେ। ଯଦି ତୁମକୁ ମୁଁ ବିବାହ ନ କରିପାରେ ତାହେଲେ ପ୍ରେମ କରିପାରିବି ତ ତୁମକୁ। କୁଆଁରୀ ହରିଣୀଟି ବାଘର ବିବାହ ପ୍ରସ୍ତାବକୁ ମନା କଲା ଆଉ ପ୍ରେମର ପ୍ରସ୍ତାବକୁ
ଗ୍ରହଣ କଲା। ଆଉ ସେଇ ଦିନଠୁ ବାଘ ଆଉ ହରିଣୀର ପ୍ରେମ ନିବିଡ଼ ହେଇଗଲା। ବାଘ ଆଉ ହରିଣୀର ପ୍ରେମ କାହାଣୀ ସାରା ଜଙ୍ଗଲ ସାରା ମହକିଗଲା। ଦିନେ ନିଛାଟିଆ ଖରାବେଳେ ରଘୁଆ ନାମକ ଗୋଟେ ଶିକାରୀ ହାତରେ ବନ୍ଧୁକ ଧରି ଜଙ୍ଗଲ ଭିତରକୁ ଧୀରେ ଧୀରେ ପଶିବାକୁ ଲାଗେ। ଶିକାରୀଟି ଜଙ୍ଗଲ ଭିତରେ ବୁଲୁ ବୁଲୁ ଗୋଟେ ବି ପଶୁଜନ୍ତୁ ଶିକାର କରିପାରିଲା ନାହିଁ। ଶେଷରେ ଗୋଟେ ଝରଣା କୂଳେ ପହଞ୍ଚିଗଲା। ସେଇ ଝରଣା କୂଳେ ବାଘ ଆଉ ହରିଣୀ ଦୁହେଁ ହସ ଖୁସି ପ୍ରେମରେ ଦୁହେଁ ଖେଳୁଥିଲେ। ଶିକାରୀ ରଘୁଆ ସେଠି ପହଞ୍ଚିଲା ପରେ ବାଘ ଆଉ ହରିଣୀକୁ ଦେଖିଦେଇଥିଲା ସେଠି। ଆରେ ବାଃ, ଏ ଆଖି କ'ଣ ନ ଦେଖିଲା? ଏକା ସାଥିରେ ବାଘ ହରିଣ ପୁଣି ଖେଳୁଛନ୍ତି। ମୋ ଜୀବନରେ ମୁଁ ପ୍ରଥମ ଥର ଦେଖୁଛି ବାଘ ହରିଣ ଖେଳୁଛନ୍ତି। ଏ ଦୁହିଁଙ୍କୁ ମାରିଦେଲେ ମୋର ଭଲ ପଇସା ରୋଜଗାର ହେଇଯିବ। କିଛି ଟଙ୍କା ଆଶାରେ ରଘୁଆ ଶିକାରୀ ହରିଣକୁ ପ୍ରଥମେ ଗୁଳି କରି ମାରିଦେଲା। ବାଘଟିକୁ ଅଧା ମାରି ଦରମରା କରି ହରିଣୀକୁ ସାଥିରେ ନେଇ ରଘୁଆ ଶିକାରୀ ତା ଘରକୁ ଚାଲିଗଲା। ଏପଟେ ବାଘଟି ଅଧା ଦରମରାରେ ଜୀବନରେ ହରିଣୀକୁ ଭାରି ଖୋଜୁଥାଏ। ହରିଣୀ ହରିଣୀ ବୋଲି ଜଙ୍ଗଲ ସାରା ଡାକ ପକାଉଥାଏ। ହଁ ଭାଇ ଭଉଣୀ, ବାଘଟି ଏଠି ପ୍ରତିଶୋଧ ନେଉଛି ଆଉ ରଘୁଆକୁ ବାଘୁଆ ବନେଇ ଦେଉଛି। ଆଉ ବାଘୁଆର ଆତ୍ମା ଭାରି ଭୟଙ୍କର ହେଇଥାଏ। ଆପଣମାନେ ଶୁଣିଥିବେ ଜଙ୍ଗଲରେ ବାଘୁଆ ଭାରି ଭୟଙ୍କର ଆତଙ୍କ କରେ। ବାଘୁଆର ସେକେଣ୍ଡ ପାର୍ଟ ଖୁବ୍ ଶୀଘ୍ର ଆସୁଅଛି।